ଆଜି ଘରୁ ବାହାରୁ ବାହାରୁ ମତେ ସିପ୍ନା ଡାକିଲା ହାଟକୁ ବୁଲିବାକୁ। ତ ମୁଁ କହିଲି ମତେ କଣ ଖାଇବାକୁ ଦେଲେ ମୁଁ ଯାଇକି ଯିବି, ନହେଲେ ଯିବିନି। ତ ଖାଇବା ଲୋଭରେ ମୁଁ ତା ଗାଡିରେ ବସି ବାହାରି ପଡିଲି ଆଗ ହାଟକୁ ଆସିଲା ପରେ ତାଙ୍କ ଘର ପାଇଁ କିଛି ପରିବା କିଣି ଦେଇଥିଲୁ। ତାପରେ ତାଙ୍କ ଘର ପାଇଁ ଆଳୁ, ପିଆଜ, ଅଦା, ରସୁଣ ସବୁ କିଣି ସାରିଲା ପରେ ଦିଜ ଜେଜେଙ୍କୁ ତାଙ୍କ ହାଟ ବ୍ୟାଗ ଦେଇ ସାରିଲା ପରେ ସିପ୍ନା ମୁଁ ପଳେଇଥିଲୁ ମା ମଙ୍ଗଳା ସୁପର ଫାଷ୍ଟ ମୀନା ବଜାର ବୁଲିବାକୁ। ତ ଆଜି ହାଟ ଥିବାରୁ ବହୁତ ସାରା ଲୋକ ଆସିଥିଲେ ଏ ମୀନା ବଜାରକୁ ବୁଲିବାକୁ। ତାପରେ ସିପ୍ନା ମୁଁ ସବୁ ବୁଲିବାକୁ ଲାଗିଲୁ। ଦୋକାନ ବିଭିନ୍ନ ଟାଇପ ର ଦୋକାନ ବି ଲାଗିଥିଲା। ଏଠି ଚୁଡ଼ି ଫୁଡ଼ି ଦୋକାନରୁ ନେଇକି ଛୋଟ ଛୋଟ ପିଲାଙ୍କ ଖେଳଣା ଦୋକାନ ଆଉ ଝିଅ ଆଉ ମା ମାନଙ୍କ ସବୁ କିଛି ଜିନିଷ ମିଳୁଥିଲା ଏ ମୀନା ବଜାରରେ। ତ ମୁଁ ଏତିକି ତ ଜାଣିଥିଲି ଏଠି ପୁଅ ପିଲାଙ୍କ ପାଇଁ ତ କିଛି ନାହିଁ। ଯଦି ପୁଅ ପିଲାଙ୍କ ପାଇଁ କିଛି ଅଛି ତ ଏଇ ଖାଇବା ଦୋକାନ। ଖାଇବା ଦୋକାନରେ ବହୁତ ବିଭିନ୍ନ ଟାଇପ ର ଏଠି ଖାଇବା ଦୋକାନ ଲାଗିଥିଲା। ମୁଁ ତ ମନେ ପଡିଲା ମୁଁ ତ ଏଠି ଖାଇବାକୁ ଆସିଥିଲି। ତ ସିପିନାଇ କହିଥିଲି ମତେ ଗୋଟେ ପ୍ଲେଟ ଲଙ୍କା ଚପ୍ ଖାଇବାକୁ। ତାପରେ ସିପିନାଇ ମୁଁ ପଳେଇଥିଲି ଗୋଟେ ଲଙ୍କା ଚପ୍ ଦୋକାନକୁ ଲଙ୍କା ଚପ୍ ଖାଇବାକୁ। ତାପରେ ମୁଁ ବି ଭାଇଙ୍କୁ ଗୋଟେ ପ୍ଲେଟ ଲଙ୍କା ଚପ୍ ର ଅର୍ଡର ଦେଇଥିଲି। ତାପରେ ଭାଇ ମତେ ଗୋଟେ ପ୍ଲେଟ 4 ପିସ୍ ଲଙ୍କା ଚପ୍ ଦେଇଥିଲେ। ତାପରେ ମୁଁ ଲଙ୍କା ଚପ୍ ଟେଷ୍ଟ କରିଥିଲି, ଟେଷ୍ଟ ପୁରା ବଢିଆ ହେଇଥିଲା। ତାପରେ ସିପିନାଇ ତା ପାଇଁ ଗୋଟେ ମଞ୍ଚୁରିଆନ ର ଅର୍ଡର ଦେଇଥିଲା। ତାକୁ ଏ ମଞ୍ଚୁରିଆନ ଟା ପୁରା ଟିକେ ଆଭରେଜ ଟାଇପ ର ଲାଗିଲା। ତାପରେ ସବୁ ଖାଇସାରିଲା ପରେ ଏଠି ଛୋଟ ଛୋଟ ପିଲାଙ୍କ ପାଇଁ ସବୁ ଦୋଳି ବି ପଡିଥିଲା। ତ ସବୁ ଛୋଟ ପିଲା ଦୋଳି ପୁରା ବହୁତ ଖୁସି ହେଇ ଖେଳୁଥିଲେ। ଆଉ କୋଉ ଦୋଳି ପଡିଛି ଆଉ କେତେଟା ଦୋଳି ପଡିଛି କମେଣ୍ଟରେ ନିଶ୍ଚୟ ଜଣେଇବେ। ଯଦି ଆପଣ ମାନଙ୍କୁ ଏଇ ମିନି ବ୍ଲଗଟା ଯଦି ଭଲ ଲାଗିଥିବ ଲାଇକ୍ ସବସ୍କ୍ରାଇବ କରିବେ। ରହୁଛି ଜୟ ଜଗନ୍ନାଥ।